ତୃତୀୟ ଶ୍ରେଣୀର କୁନି କୁନି ପିଲାମାନେ ତୁମକୁ ଅନେକ ଅନେକ ଶୁଭେଚ୍ଛା ଆଉ ଶୁଭକାମନା। ତୁମ ଭାଷା ବହିର ଆଉ ଗୋଟିଏ ସୁନ୍ଦର କବିତା ପିମ୍ପୁଡ଼ି। ଆସ ପିମ୍ପୁଡ଼ି କବିତାକୁ ପାଠ କରିବା, ଆଲୋଚନା କରିବା, ବୁଝିବା। ମାମୁନି ଦେଖି ପିମ୍ପୁଡ଼ିଟିଏ ପାଖକୁ ଡାକି ତାହାକୁ କୁହେ, କେଡ଼େ ଛୋଟିଆ ହୋଇଛୁ ତୁହି, ବୁଦ୍ଧିରେ ତୋହର ସରିକେ ନାହିଁ। କ'ଣ ହେଇଛି ପିଲାମାନେ? ମାମୁନି, ତୁମ ଭଳି ଛୋଟ ପିଲାଟିଏ ମାମୁନି ନେଇକି ସେ ପିମ୍ପୁଡ଼ିଟିଏ ଦେଖିଲା। ପିମ୍ପୁଡ଼ିକୁ ଦେଖି ପାଖକୁ ଡାକି କହିଲା, କ'ଣ କହିଲା ନା, କେଡ଼େ ଛୋଟିଆ ହୋଇଛୁ ତୁ ସତରେ କେଡ଼େ ଛୋଟିଆ ଜୀବଟି, ବୁଦ୍ଧିରେ ତୋହର ସରିକେ ନାହିଁ, କିନ୍ତୁ ବୁଦ୍ଧିରେ ତୋ ଭଳି ଆଉ କେହି ହୋଇପାରିବେ ନାହିଁ। ହଁ କି ନାହିଁ ପିଲାମାନେ? ତମେ ପିମ୍ପୁଡ଼ିକୁ ଦେଖିଛ ନା? ଘରେ ଖାଦ୍ୟ ଯେଉଁଠି ଲୁଚେଇକି ରଖିଥିଲେ ବି ସେ ପହଞ୍ଚି ଯାଇଥିବ। ପିମ୍ପୁଡ଼ି ଭାରି ଚାଲାକ, ଦଳ ହେଇକି ଯାଉଥିବେ ସେମାନେ, ନେଇ ବନ୍ଧୁ ପରିଜନ ସାଥିରେ ନେଇ ଧାଉଁ ଥାଉ ତୁହି ଆହାର ପାଇଁ, ବଳକା ଦରବ ସାଇତି ଦେଉ, ଝଡ଼ି ବରସାରେ ବସିକି ଖାଉ। ପିଲାମାନେ, ପିମ୍ପୁଡ଼ି କ'ଣ କରେ? ବନ୍ଧୁ ପରିଜନ ସାଥିରେ ନେଇ। ପିମ୍ପୁଡ଼ି ଗୋଟେ ଭାରି ଭଲ ଜୀବ। ସେ ତା ମନରେ କେବେ ହିଂସା କରେନି। ସେ ତାର ବନ୍ଧୁ, ପ୍ରିୟଜନ, ପରିବାର ଲୋକକୁ ସାଙ୍ଗରେ ନେଇକି ସବୁବେଳେ ଯିବ। ଧାଇଁ ଥାଉ ତୁହି ଆହାର ପାଇଁ, ଆହାର ଖୋଜିବା ପାଇଁ, ଖାଦ୍ୟ ଖୋଜିବା ପାଇଁ ସେ ତାର ସାଙ୍ଗ, ସାଥୀ, ବନ୍ଧୁ, ପରିବାର ଲୋକ ସମସ୍ତଙ୍କୁ ନେଇକି ଯାଉଥିବ। ଆଉ କ'ଣ କରେ? ବଳକା ଦରବ ସାଇତି ଦେଉ, କହିଲେ ସେ ଯାହା ବଳି ପଡ଼େ ଖାଇସାରିବା ପରେ ଯେତିକି ଖାଦ୍ୟ ତାର ବଳେ ସେ ତାକୁ ସାଇତିକି ରଖେ, ସଞ୍ଚୟ କରି ରଖେ। ଝଡ଼ି ବରସାରେ ବସିକି ଖାଉ। ଯେତେବେଳେ ଝଡ଼ ବର୍ଷା ଆସେ ସେ ଗାତରୁ ବାହାରି ପାରେ ନାହିଁ, ତା ଘରୁ ବାହାରି ପାରେନି, ସେତେବେଳେ ବସିକି ଆରାମରେ ଖାଏ। ଦେଖ ପିଲାମାନେ, ପିମ୍ପୁଡ଼ି ପାଖରୁ ଆମକୁ କ'ଣ ଶିଖିବାର ଅଛି? ଆମେ ଏହିଭଳି ସଞ୍ଚୟ କରିବା। ବିଭିନ୍ନ ଜିନିଷ ଯଦି ଆମେ ସଞ୍ଚୟ କରିବା ତେବେ ବିପଦ ସମୟରେ, ଅସୁବିଧା ସମୟରେ ଆମେ ଆରାମରେ ଚଳିପାରିବା। ଅଳସପଣଟି ତୋଠାରେ ନାହିଁ, ବଡ଼ ପରିଶ୍ରମୀ ଅଟୁରେ ତୁହି, କଳା କୌଶଳେ କରୁ ଯେ ଘର, ଜଗତକ ହୋଇ ତୁ କାରିଗର। ଅଳସପଣଟି ତୋଠାରେ ନାହିଁ। ମାମୁନି ପିମ୍ପୁଡ଼ିକୁ କହୁଛି, ତୋଠାରେ ଟିକେ ବି ଅଳସପଣ ନାହିଁ, ତୁ ଜମାରୁ ଅଳସୁଆ ନୁହେଁ। ବଡ଼ ପରିଶ୍ରମୀ ଅଟୁରେ ତୁହି, ତୁ ବଡ଼ ପରିଶ୍ରମୀ, ସବୁବେଳେ ପରିଶ୍ରମ କରିଥାଉ। ହଁ କି ନାହିଁ? ଏଣୁ ପିଲାମାନେ କୁହାଯାଏ କର୍ମ ହିଁ ଭଗବାନ। ସବୁବେଳେ ଆମେ କର୍ମ କରିବା ଉଚିତ। ପିମ୍ପୁଡ଼ି ଠାରୁ ଏଇଟା ଶିଖିବା। କଳା କୌଶଳେ କରୁ ଯେ ଘର। ପିମ୍ପୁଡ଼ି ଦେଖ କେତେ ବୁଦ୍ଧିମାନ କରି ଘରଟିଏ କରିଥିବ। ଜଗତ କହଇ ତୁ କାରିଗର। ଜଗତ, ଏ ସଂସାର ତତେ କାରିଗର ବୋଲି କହିଥାଏ। ମାମୁନି ପିମ୍ପୁଡ଼ିକୁ କହୁଛି, ତୁ କେଡ଼େ କଳା କୌଶଳ ଲଗେଇକି ଘର ତିଆରି କରିଥାଉ। ଏଣୁ ଏ ଦୁନିଆ, ଏ ଜଗତ ତତେ କାରିଗର ବୋଲି କହିଥାଏ। ଶୃଙ୍ଖଳାର ସହ କାମ ତୁ କରୁ, ଦଳପତି ଆଜ୍ଞା ମଥାରେ ଧରୁ, ଆଜ୍ଞାକାରୀ ପ୍ରାଣୀ ତୋପରି କେହି, ସାରା ସଂସାରରେ ଜଣେ ତ ନାହିଁ, ସାରା ସଂସାରରେ ଜଣେ ତ ନାହିଁ। ମାମୁନି କହୁଛି, ଶୃଙ୍ଖଳାର ସହିତ ତୁ କାମ କରୁ, ନେଇକି ବିଶୃଙ୍ଖଳା କେବେ କରୁନାହିଁ। ପାଟିତୁଣ୍ଡ ନ କରିକି, ଶବ୍ଦ ନ କରିକି, ବିଶୃଙ୍ଖଳା ନ କରିକି କାମ କରୁ। ଦଳପତି ଆଜ୍ଞା ମଥାରେ ଧରୁ। ଏଣୁ ତୋତେ ଦଳପତି କୁହାଯାଇଛି। ସବୁବେଳେ ଦଳପତି ହେଇକି କାମ କରୁ, ଆଗୁଆ ହେଇକି କାମ କରୁ, ସମସ୍ତଙ୍କୁ ପରିଚାଳନା କରୁ, ନେଇକି ପିଲାମାନେ ଆମେ ପିମ୍ପୁଡ଼ି ଠାରୁ ଏଇ କାମ ମଧ୍ୟ ଶିଖିବା ଯେ ଆମେ ଶୃଙ୍ଖଳାର ସହିତ ସବୁ କାମ କରିବା। ଶୃଙ୍ଖଳାର ସହିତ କାମ କଲେ ଆମେ ସବୁ କାମ ଠିକ୍ ଠିକ୍ କରିପାରିବା। ପଢ଼ିଲା ବେଳେ ଶୃଙ୍ଖଳାର ସହିତ ପଢ଼ିବା, ଖେଳିଲା ବେଳେ ଶୃଙ୍ଖଳାର ସହିତ ଯେତିକି ନିୟମ ମାନିକି ଖେଳିବା କଥା ଖେଳିବା। ଠିକ୍ ସେମିତି ଆଜ୍ଞାକାରୀ ପ୍ରାଣୀ ତୋପରି କେହି, ସାରା ସଂସାରରେ ଜଣେ ତ ନାହିଁ। ତୁ ହେଉଛୁ ଆଜ୍ଞାକାରୀ ପ୍ରାଣୀ, ସବୁବେଳେ ଆଜ୍ଞା ପାଳନ କରୁ। ତୁ ତୋର ଦଳ ଭିତରେ ରହିକି, ତୁ ତୋର ସାଙ୍ଗସାଥି ପରିଜନ ସହିତ ରହିକି ଆଜ୍ଞା ପାଳନ କରୁ। ସଂସାରରେ ତୋ ପରି କେହି ଆଜ୍ଞା ପାଳନକାରୀ ଜୀବ ନାହାନ୍ତି। ବେଳ ସଜାଗ ଥିଲେ ରେ ରହି, ବିପଦ ପାଖକୁ ଆସଇ ନାହିଁ, ଟିକି ମୁଣ୍ଡେ ବୁଦ୍ଧି ଅମାପ ତୋର, ଭାବିଲେ ମଥାଟି ଘୁରଇ ମୋର, ଭାବିଲେ ମଥାଟି ଘୁରଇ ମୋର। ମାମୁନି କହୁଛି,
ବେଳହୁଁ ସଜାଗ ଥିଲେରେ ରହି ବିପଦ ପାଖକୁ ଆସ ହିଁ ନାହିଁ। ଆମେ ସବୁବେଳେ ବିପଦ ଆସିବା ପୂର୍ବରୁ ସଜାଗ ହେବା ପିଲାମାନେ। ଆଉ ବିପଦ ଆସିଲା ପରେ ଯଦି ସଜାଗ ହେବା ସେତେବେଳକୁ ସବୁକିଛି ନଷ୍ଟ ହୋଇଯାଇଥିବ। ଏଣୁ ପିମ୍ପୁଡ଼ି ଠାରୁ ଏଇ ଗୁଣଟି ଶିଖିବା ଯେ ବେଳହୁଁ ଆମେ ସଜାଗ ହେବା, ତେବେ ବିପଦ ଆମ ପାଖକୁ ଆସିବ ନାହିଁ। ଆଉ ମାମୁନି ପିମ୍ପୁଡ଼ିକୁ କ'ଣ କହୁଛି ନା ଟିକି ମୁଣ୍ଡେ ବୁଦ୍ଧି ଅମାପତର। ତୁ ସିନା ଛୋଟ ଜୀବଟିଏ, ତୋ ମୁଣ୍ଡ ସିନା ଭାରି ଛୋଟ, କିନ୍ତୁ ତୋ ମୁଣ୍ଡରେ ଅନେକ ବୁଦ୍ଧି ରହିଛି। ଭାବିଲେ ମଥାଟି ଘୁରୋଇ ମୋର, ତୋ କଥା ଭାବିଲେ ମୋ ମୁଣ୍ଡ ବୁଲେଇ ଦେଉଛି ଯେ ତୁ ଏତେ ଛୋଟ ଜୀବଟିଏ, ତୋର ଏତେ ବୁଦ୍ଧି କେମିତି ହେଲା। ହଁ କି ନାହିଁ ପିଲାମାନେ? ସଂସାରରେ ପ୍ରତ୍ୟେକ ଜୀବ ପାଖରୁ, ପ୍ରତ୍ୟେକ ପ୍ରାଣୀ ପାଖରୁ, ପ୍ରତ୍ୟେକ ପଶୁପକ୍ଷୀ ପାଖରୁ ଆମର କିଛି ନା କିଛି ଶିଖିବାର ଅଛି। ଦେଖ ପିମ୍ପୁଡ଼ି ଠାରୁ ଆମେ କ'ଣ ଶିଖିଲେ? ପିମ୍ପୁଡ଼ି ହେଉଛି ସବୁଠାରୁ ବୁଦ୍ଧିମାନ ପରିଶ୍ରମୀ ଜୀବ। ସିଏ ଜମା ଅଳସ କରେ ନାହିଁ, ସିଏ ଭାରି ପରିଶ୍ରମୀ, ଶୃଙ୍ଖଳାର ସହିତ କାମ କରେ, ସିଏ ଦଳପତି ସାଜିଥାଏ, ସିଏ ଭାରି ଆଜ୍ଞାକାରୀ ଅଟେ। ହଁ କି ନାହିଁ? ଆଉ ବେଳହୁଁ ସବୁବେଳେ ସିଏ ସାବଧାନ ଥାଏ, ବିପଦ ଆସିବା ପୂର୍ବରୁ ସିଏ ସାବଧାନ ଥାଏ। ବଳକା ଖାଦ୍ୟକୁ ସେ ସାଇତିକି ରଖେ, ନଷ୍ଟ କରେ ନାହିଁ। ଆଉ ଜାଣିଛ ପିଲାମାନେ, ଆମେ ପ୍ରତ୍ୟେକ ଦିନ କେତେ ପରିମାଣର ଖାଦ୍ୟ ନଷ୍ଟ କରିଦେଉ। ଆମ ଦେଶରେ ଅନେକ ଲୋକ ଆଜି ବି ଭୋକିଲା ରହୁଛନ୍ତି, କିନ୍ତୁ ଆମେ ମାନେ ଖାଇବା ବାହାନାରେ ଅନେକ ଖାଦ୍ୟ ଆଣୁ, ନଷ୍ଟ କରୁ। ଏଣୁ ପିମ୍ପୁଡ଼ି ଠାରୁ ଏଇ କଥାଟି ଆମେ ଶିଖିବା ଯେ ବଳକା ଖାଦ୍ୟ ଆମର ଭବିଷ୍ୟତ ପାଇଁ ସାଇତିକିରି ରଖିବା, ଅନ୍ୟମାନଙ୍କର ପାଇଁ ସାଇତିକିରି ରଖିବା, ସବୁବେଳେ ପରିଶ୍ରମୀ ହେବା, ସବୁବେଳେ ଆଜ୍ଞାବାହୀ ହେବା, ଆଉ ଆମ ମୁଣ୍ଡରେ ଥିବା ବୁଦ୍ଧିକୁ ଖଟେଇବା, ବିନିଯୋଗ କରିବା। ହଁ କି ନାହିଁ ପିଲାମାନେ? ପିମ୍ପୁଡ଼ି ଭଳି ଆମେ କାରିଗର ହେବା, ନିଜ ଘରକୁ ସୁନ୍ଦର କରି ଗଢ଼ିବା। ଆଶା କରୁଛି ପିଲାମାନେ ତୁମେ କବିତାଟିକୁ ଅତି ସୁନ୍ଦର ଭାବରେ ବୁଝିପାରିଥିବ। କବିତାଟିକୁ ବାରମ୍ବାର ପଢ଼ିବ ଆଉ ବାରମ୍ବାର ଲେଖିବ। ଯେତିକି ଲେଖିବ ତୁମର ସେତିକି ସୁନ୍ଦର ଭାବରେ ମନେ ରହିବ। ପିଲାମାନେ ଆସ କଥା ହେବା। ତୁମେ କେତେ ପ୍ରକାରର ପିମ୍ପୁଡ଼ି ସବୁ ଦେଖିଛ? ପିମ୍ପୁଡ଼ି ପରି ଆଉ କେତୋଟି ଜୀବଙ୍କ ନାମ କୁହ। ପିମ୍ପୁଡ଼ି ଦିନରାତି କାହିଁକି ଧାଇଁଥାଏ? ତୁମକୁ ସାହାଯ୍ୟ କରୁଥିବା ଦୁଇଟି ପଶୁପକ୍ଷୀର ନାମ କୁହ। ସେମାନଙ୍କଠାରୁ ତୁମେ କ'ଣ ସାହାଯ୍ୟ ପାଅ? ଲେଖ। ଏସବୁର ଉତ୍ତର ପରବର୍ତ୍ତୀ ପୃଷ୍ଠାରେ ଦିଆଯାଇଛି। ତେବେ ବର୍ତ୍ତମାନ ଆସ ଟିକେ ଚିନ୍ତା କରି ଲେଖିବା ଆଉ ପଢ଼ିବା। ଯେମିତି କବିତାରୁ ପଢ଼ି ଖାଲି ଜାଗା ପୂରଣ କରିବା। ବଳକା ଦରବ ସାଇତି ଦେଉ, ବନ୍ଧୁ ପରିଜନ ସାଥିରେ ନେଉ, ଜଗତ କହଇ ତୁ କାରିଗର, ଶୃଙ୍ଖଳାର ସହ କାମ ତୁ କରୁ। ଏବେ ଶବ୍ଦର ଶେଷ ଅକ୍ଷରକୁ ନେଇ ନୂଆ ଶବ୍ଦ ଗଢ଼ିବା। ଯେମିତି ଆହାର ରବି, ବିଲୁଆ ଆତ, ତପନ ନଗର, ରଥ ଥର, ରଚନା ନାଶ, ସର ରମଣୀୟ। 3 ନମ୍ବର ତଳେ ଦିଆଯାଇଥିବା ବାକ୍ୟକୁ ପଢ଼ିବା। ଯୁବକଟିଏ ଗଛ ହାଣିବାକୁ ଆସିଲା, ତାକୁ ଦେଖି ପକ୍ଷୀମାନେ ଡରିଗଲେ। ଗଛରେ ବୁଢ଼ା ଶାଗୁଣାଟିଏ ଥିଲା, ସେ ପକ୍ଷୀମାନଙ୍କୁ ଏକାଠି କଲା, ସବୁ ପକ୍ଷୀ ମିଶି ଯୁବକକୁ ଘଉଡ଼ାଇ ଦେଲେ। ଏବେ 1 ନମ୍ବର ଉତ୍ତର ଗୁଡ଼ିକ ଆଲୋଚନା କରିବା। ତୁମେ କେତେ ପ୍ରକାର ପିମ୍ପୁଡ଼ି ସବୁ ଦେଖିଛ? ଉତ୍ତର, ମୁଁ ନାଲି ଓ କଳା ପିମ୍ପୁଡ଼ି ଦେଖିଛି। ଖ ନମ୍ବର, ପିମ୍ପୁଡ଼ି ପରି ଆଉ କେତୋଟି ଜୀବଙ୍କ ନାମ କୁହ। ଉତ୍ତର, ପିମ୍ପୁଡ଼ି ପରି ଆଉ କେତୋଟି ଜୀବଙ୍କ ନାମ ହେଲା ଉଇ, ଜନ୍ଦା, ଉକୁଣି ଇତ୍ୟାଦି। ଗ ନମ୍ବର, ପିମ୍ପୁଡ଼ି ଦିନରାତି କାହିଁକି ଧାଇଁଥାଏ? ଉତ୍ତର, ପିମ୍ପୁଡ଼ି ଦିନରାତି ପରିଶ୍ରମ କରି ଆହାର ଯୋଗାଡ଼ ପାଇଁ ଧାଇଁଥାଏ। ଘ ନମ୍ବର, ତୁମକୁ ସାହାଯ୍ୟ କରୁଥିବା ଦୁଇଟି ପଶୁପକ୍ଷୀଙ୍କର ନାମ କୁହ। ସେମାନଙ୍କ ଠାରୁ ତୁମେ କ'ଣ ସାହାଯ୍ୟ ପାଅ? ଉତ୍ତର, ଆମକୁ ସାହାଯ୍ୟ କରୁଥିବା ଦୁଇଟି ପଶୁ ଓ ପକ୍ଷୀ ହେଉଛନ୍ତି ଗାଈ ଓ କୁକୁଡ଼ା। ଗାଈ ଠାରୁ କ୍ଷୀର ପାଉ ଓ କୁକୁଡ଼ା ଠାରୁ ଅଣ୍ଡା ପାଉ। ବୁଝିଲ ପିଲାମାନେ? ତମେ ଏ ପ୍ରଶ୍ନ ଉତ୍ତର ସବୁ ବାରମ୍ବାର ପଢ଼ିବ ଆଉ ଲେଖିବ, ତେବେ ସୁନ୍ଦର ଭାବରେ ମନେ ରହିବ। ପିଲାମାନେ, ଯଦି ଭିଡ଼ିଓଟି ତୁମକୁ ଭଲ ଲାଗିଥାଏ ଲାଇକ୍ଟିଏ ନିଶ୍ଚିତ କରିବ, ତୁମର ଅନ୍ୟ ସାଙ୍ଗମାନଙ୍କୁ ସେୟାର ବି କରିଦେବ। ଯିବା ଆଗକୁ ବଢ଼ିବା। ଏବେ କ'ଣ କହିଛି? କବିତାକୁ ପଢ଼, ସେଥିରେ ମାମୁନି ପିମ୍ପୁଡ଼ିର ଯେଉଁ ସବୁ ଗୁଣ ବିଷୟରେ କହିଛି ତାହାକୁ ଲେଖିବା। ଯେମିତି ବୁଦ୍ଧିଆ ବୋଲି କହିଛି, ଠିକ୍ ସେମିତି ପରିଶ୍ରମୀ, ଦଳପତି, କାରିଗର ବୋଲି କହିଛି, ନାଇଁ କି ପିଲାମାନେ? ଏବେ କ'ଣ କରିବା ନା ଝୁଡ଼ିରୁ ଶବ୍ଦ ନେଇ ଖାଲି ଜାଗାରେ ଲେଖ ଆଉ କବିତାଟିକୁ ପୂରଣ କରିବା। କ'ଣ ହେବ? ଦେଖରେ ଦେଖ ପିମ୍ପୁଡ଼ି ଧାଡ଼ି, ଆଗକୁ ଆଗ ଯାଆନ୍ତି ମାଡ଼ି, ସତେ କି ରେଳ ଗାଡ଼ି, ଆହାର ଟିକିଏ ପାଇବା ପାଇଁ ବୁଲନ୍ତି ଘର ବାଡ଼ି। ହଁ କି ନାହିଁ ପିଲାମାନେ? କବିତା ହେଇଗଲା। 3 ନମ୍ବରକୁ ଯିବା। ତଳେ ଦିଆଯାଇଥିବା ଅକ୍ଷରକୁ ସଜାଡ଼ିକି ଲେଖିବା। ପରିମିଶ୍ର ଦେଇଛି, କ'ଣ ହେବ? ପରିଶ୍ରମୀ। ଅସଳ ଦେଇଛି, କ'ଣ ହେବ? ଅଳସ।
ରିଆ ଜ୍ଞାକା ଦେଇଛି ଆଜ୍ଞାକାରୀ, ସେଟା ରିକାଗର କାରିଗର। ଏବେ ପିମ୍ପୁଡ଼ି ବିଷୟରେ 3ଟି ବାକ୍ୟ ଲେଖିବା। ପିମ୍ପୁଡ଼ି ଏକ ପରିଶ୍ରମୀ କୀଟ, ସେ ସବୁବେଳେ ଖାଦ୍ୟ ସାଇତି ରଖିଥାଏ, ସେ ଗନ୍ଧ ବାରି ଖାଦ୍ୟ ପାଖରେ ପହଞ୍ଚିଯାଏ। ନାଇଁ କି ପିଲାମାନେ, ଏଭଳି ଅନେକ ହେଇପାରିବ। ପିମ୍ପୁଡ଼ି ଏକ ପରିଶ୍ରମୀ କୀଟ ତୁମେ ଲେଖିଲ, ନାଇଁ କି? ପିମ୍ପୁଡ଼ି ଭାରି ଆଜ୍ଞାକାରୀ, ପିମ୍ପୁଡ଼ି କାରିଗର ଭଳି ତା ଘରକୁ ତିଆରି କରିଥାଏ। ଏଇଭଳିଆ ତୁମେ ସୁନ୍ଦର ସୁନ୍ଦର ବାକ୍ୟ ମଧ୍ୟ ଲେଖିପାରିବ। ଆଗକୁ ଯିବା। କ'ଣ ହେଇଛି ନା ଲୁଚକାଳି ଖେଳ, ନାଇଁ କି? ଦିନେ ପିମ୍ପୁଡ଼ି ଓ ହାତୀ ଲୁଚକାଳି ଖେଳୁଥିଲେ। ହାତୀ ଯେଉଁଠି ଲୁଚିଲେ ବି ପିମ୍ପୁଡ଼ି ସବୁବେଳେ ଦେଖି ଦେଉଥିଲା, କାରଣ ହାତୀର ଆକାର ବଡ଼। ଥରେ କ'ଣ ହେଲା ନା ପିମ୍ପୁଡ଼ି ମନ୍ଦିର ଭିତରେ ଲୁଚିଗଲା, କିନ୍ତୁ ହାତୀ ଖୋଜିକି ପାଇଗଲା ଯେ ପିମ୍ପୁଡ଼ି ମନ୍ଦିର ଭିତରେ ଅଛି। କେମିତି ଜାଣିଲା କହିଲ ପିଲାମାନେ? ନା ଗୋଟିଏ ପିମ୍ପୁଡ଼ି ଯୁଆଡ଼େ ଯିବ ତାଙ୍କ ଦଳର ପିମ୍ପୁଡ଼ି ତା ପଛେ ପଛେ ଯିବେ, ପୁରା ଦଳ ବାନ୍ଧିକି। ତାଙ୍କ ଦଳକୁ ଦେଖି ହାତୀ ମନ୍ଦିରରେ ପିମ୍ପୁଡ଼ି ଲୁଚିଥିବା କଥା ଜାଣିପାରିଲା, ନାଇଁ କି ପିଲାମାନେ? ଆଶା କରୁଛି ଭିଡ଼ିଓଟି ତୁମମାନଙ୍କ ପାଇଁ ବେଶ ଉପାଦେୟ ହେବ।